ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଇପଡ଼ାର ତାରିଣୀ ପୀଠ ହେଲା ଲୋକାରଣ୍ୟ। 15ତମ ବିଶ୍ୱଶାନ୍ତି ଯଜ୍ଞର ହେଲା କଳସ ଯାତ୍ରା। ଦାୟିତ୍ୱ ନିଭାଇଥିଲେ ଖିଲାମୁଣ୍ଡା ବାବା ସତ୍ୟ ସନାତନ ଦାସ ମହାରାଜ, ଶ୍ରୀ ଯୋଗେଶ୍ୱର ଦାସ ମହାରାଜ ଓ କର୍ତ୍ତା ଦୁର୍ଯ୍ୟୋଧନ ଜେନା। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିବାକରଣ ହାଣ୍ଡୋଲ, ଅମରେଶ ପାଇକରାୟ, ବ୍ରଜବନ୍ଧୁ ଜେନା, ସଦାନନ୍ଦ ଭଟ୍ଟ, ଚିନ୍ତାମଣି ପ୍ରଧାନ, ଗିରିଧାରୀ ବେହେରା, ନୀଳମଣି ରାଉତରାୟ, ବ୍ରହ୍ମଚାରୀ ମାଝୀ, ଯୋଗୀନାଥ ସାହୁ, ରତ୍ନାକର ଭଟ୍ଟ, ରଞ୍ଜନ କୁମାର ରାଉତରାୟ, ଦୀପକ ସାମନ୍ତରାୟ, ପ୍ରଦୀପ ରଣ ହାଣ୍ଡୋଲ ଓ ମା'ମାନଙ୍କ ମଧ୍ୟରେ ସ୍ୱର୍ଣ୍ଣପ୍ରଭା ମଙ୍ଗରାଜ ଓ ଚିନ୍ମୟୀ ଜେନା ପ୍ରମୁଖ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ କଳସ ଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ସଂଗ୍ରାମ ଧନସିଂ ଗ୍ରାମ ପରିକ୍ରମାରେ ସାହାଯ୍ୟ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରୁ ପ୍ରସନ୍ନ ବରାଳଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଓ ପ୍ରସନ୍ନ କୁମାର, ଓଡ଼ିଶା ନ୍ୟୁଜ୍କୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମେ ଆଜି ଆସି ପହଞ୍ଚିଥିଲୁ ରଣପୁର ବ୍ଲକର ରାଇପଡ଼ା ପଞ୍ଚାୟତ, ଯେଉଁଠି ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଠାକୁରାଣୀ ଅଛନ୍ତି ଏବଂ ତାଙ୍କର ଆଜି ଯଜ୍ଞର ଦ୍ୱିତୀୟ ଦିବସୀୟ ଯଜ୍ଞ ଆଜି ଆରମ୍ଭ କରାଯାଇଛି। ଆମ ଗଣରେ ଅଛନ୍ତି ଭକ୍ତମାନେ, ଆସନ୍ତୁ ପଚାରି ବୁଝିବା। ଆଜ୍ଞା, ଓଡ଼ିଶା ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ। କେମିତି ଠାକୁରାଣୀ ଏଠି ବିରାଜମାନ କଲେ, କେମିତି ଆପଣଙ୍କର ମାନସିକତା ଭିତରେ ଆସିଲେ ଏବଂ କେତେ ବର୍ଷ ହେଲା ଆପଣ ଏଠି ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେଣି? ଆମର ମୁଁ ଆସିବାଟା ଏ ଜାଗାକୁ 15 ବର୍ଷ ହେଲା। 11 ସାଲ ଦଶହରା ଦିନ ଆମେ ଏଠି ବାବାଜୀଙ୍କର କ୍ୟାମେରାକୁ ଦେଖନ୍ତୁ, ଆମର ଖିଲାମୁଣ୍ଡା ଏଠି ଯେଉଁ ଥିଲେ ବାବା, ତାଙ୍କ ନିର୍ଦ୍ଦେଶରେ ଇଏ ପୀଠ କରାହେଇଛି। ବର୍ତ୍ତମାନ ଇଏ ଦୁର୍ଯ୍ୟୋଧନ, ମୁଁ ତ ସହଜକେ ବାବାଜୀ, ଦୁର୍ଯ୍ୟୋଧନ ଜେନା ଆଉ ଚିନ୍ତାମଣି ପ୍ରଧାନ, ଏମାନଙ୍କ ସାହାଯ୍ୟରେ ଆମେ ଆସିକି ଏଠି ଫଟୋ ମାରିକି ଗଲୁ। କର୍ତ୍ତା ବି ଅଛନ୍ତି, ଇଏ ଅଛନ୍ତି ଦୁର୍ଯ୍ୟୋଧନ ଜେନା, ମୁଖ୍ୟ କର୍ତ୍ତା ଯିଏ ଅଛନ୍ତି। ଆସନ୍ତୁ ପଚାରି ବୁଝିବା। ଆଜ୍ଞା, ଓଡ଼ିଶା ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ। ନମସ୍କାର। କେମିତି ଆଜ୍ଞା କାର୍ଯ୍ୟକ୍ରମ ଆପଣଙ୍କର ଏଠି କରିବା ପାଇଁ ଆପଣ କେମିତି ମାନସିକତା ଭିତରେ ଆସିଲେ? ନାଇଁ, ମୋତେ ଯେତେବେଳେ ବାବାଜୀ କହିଲେ ଯେ ଆମେ ଏଠି ମନ୍ଦିରଟିଏ କରିବା, ଆମେ 3 ଜଣ ଆସିକି ଏଠି ପ୍ରଥମେ ଆରମ୍ଭ କରିଥିଲୁ। ତାପରେ ଗ୍ରାମର ସହଯୋଗ ନେଇ ଆମେ ଏପର୍ଯ୍ୟନ୍ତ ଆଗେଇ ଚାଲିଛୁ। ଯାହା ହେଉଛି ସମସ୍ତେ ମିଶିକି କରୁଛୁ। ଆର୍ଥିକ ସହାୟତା କ୍ଷେତ୍ରରେ ସରକାରଙ୍କର କିଛି ଅନୁଦାନ ଅଛି କି? ଅଛି, ଯଜ୍ଞ ପାଇଁ ଥିଲା କିଛି, ଆଉ ଆମେ କିଛି କଲେକ୍ସନ୍ କରିବା ହେଇକି କରାହେଉଛି, ଆଉ ଏମିତି ଚାଲିଛି। ଆଉ ସରକାରଙ୍କ ନିକଟରେ କ'ଣ ନିବେଦନ କ'ଣ ରଖିବେ? ସରକାରଙ୍କୁ ନିବେଦନ କରୁଛୁ ଯଦି କିଛି ଆର୍ଥିକ ସହାୟତା ଦିଆଯାଆନ୍ତା, ମନ୍ଦିରଟିଏ କରାଯାଆନ୍ତା। ନିଶ୍ଚିତ ଭାବରେ ଧନ୍ୟବାଦ। ଯାହା କହୁଥିଲେ, ନିଶ୍ଚିତ ଭାବରେ ଗ୍ରାମବାସୀଙ୍କ ତରଫରୁ ବି ସମସ୍ତ ମାଆ ମାନେ ଦେଖୁଥିବେ ଆପଣମାନେ, ନିଶ୍ଚିତ ମାଆ ମାନେ ବି ଆମର ଏଠି ଅଛନ୍ତି। କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହେଉଅଛି। ଟୋଟାଲ ଗ୍ରାମବାସୀ ଯାହାକି କହୁଥିଲେ, ମାଆଙ୍କର ଯେମିତି ଭୂମିକା ଏଠି ମହାତ୍ମା ଆଦି ଅଛି, ସମସ୍ତଙ୍କର ଅନୁଦାନ ଏବଂ ଯାହା କିଛି ଯତ୍କିଞ୍ଚିତ ମାତ୍ର ସରକାରୀ ସହାୟତା ମାଧ୍ୟମରେ ଏଠି କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ସରକାରଙ୍କୁ ନିବେଦନ ରଖିବୁ, ଯେଭଳି ଭାବରେ ଏହି ପୀଠର ଉତ୍ତରୋତ୍ତର ଉନ୍ନତି ହୋଇପାରିବ, ତା ପାଇଁ କିଛି ସରକାରୀ ସହାୟତା ନିଶ୍ଚିତ ଭାବରେ ଏଠିକି ମଞ୍ଜୁର କରାଯାଉ। ଦ୍ୱିତୀୟ ଦିବସ ଆମ ଗହଣରେ ଅଛନ୍ତି ମାଆ ମାନେ, ଆସନ୍ତୁ ପଚାରି ବୁଝିବା। ଓଡ଼ିଶା ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ। ଓଡ଼ିଶା ନ୍ୟୁଜ୍କୁ ବହୁତ ବହୁତ ଧନ୍ୟବାଦ। ଯେହେତୁ ଆମ ଗ୍ରାମରେ ପହଞ୍ଚିଛି ଓଡ଼ିଶା ନ୍ୟୁଜ୍, ତେଣୁ ଆମେ ଭାବୁଛୁ ତା ଦ୍ୱାରା ସରକାରଙ୍କ ପାଖରେ କିଛି ଆମ ଏଇ ରାଇପଡ଼ା ତାରିଣୀ ମନ୍ଦିରର କିଛି ସହାୟତା ପାଇଁ ନିବେଦନ କରିବାର ସୁଯୋଗ ବୋଧେ ମିଳିଛି ଆମକୁ। ଗାଁବାସୀ କେବଳ କଲେକ୍ସନ୍ ନୁହେଁ, ଏମିତିକି ଯାଇକି ଗାଁ ଗାଁ ଭିକ ମାଗିକି ମଧ୍ୟ, ଭିକ୍ଷା କରିକି ମଧ୍ୟ ଏ ଅନୁଷ୍ଠାନକୁ ବଞ୍ଚେଇ ରଖିଛନ୍ତି। ତେଣୁ ଆମେ ନିବେଦନ କରୁଛୁ, ଏଇ ଓଡ଼ିଶା ନ୍ୟୁଜ୍ ମାଧ୍ୟମରେ ଆମ ଏଇ ତାରିଣୀ ମନ୍ଦିର ପାଇଁ ଯଦି ସରକାରଙ୍କର ଅବଦାନ କିଛି ରହନ୍ତା, ତାହେଲେ ଆମେ ସରକାରଙ୍କ ନିକଟରେ ଚିର ଉପକୃତ ହୁଅନ୍ତୁ। ମୁଁ ଏତିକି କହିକି ଟିକେ ରହିଗଲେ ପରିଚୟ ଆପଣଙ୍କର ଟିକେ ଦର୍ଶକମାନଙ୍କୁ ଟିକେ ପରିଚୟ ପ୍ରଦାନ କରିବେ। ମୁଁ ହେଉଛି ସ୍ୱର୍ଣ୍ଣପ୍ରଭା ମଙ୍ଗରାଜ, ଗ୍ରାମ ରାଇପଡ଼ା। ଧନ୍ୟବାଦ। ଆଉ ଆମ ଗହଣରେ ବି ଭକ୍ତମାନେ ଅଛନ୍ତି, ମାଆ ମାନେ, ଆସନ୍ତୁ ପଚାରି ବୁଝିବା। ମା, ଓଡ଼ିଶା ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର। ବର୍ତ୍ତମାନ କିଭଳି ଭାବରେ ଆପଣ ଅନୁଭୂତି କରୁଛନ୍ତି ଏ ମାଆଙ୍କର ଯେଉଁ ମହାତ୍ମା ଅଛି ତାରିଣୀଙ୍କର? ମୁଁ ତ ଛୋଟରୁ ବଡ଼ ହେଇଛି ଏଇ ଗାଁରେ। ଆମ ସ୍କୁଲ ଯିବା ବାଟରେ ହେଉ କି କ'ଣ, ସବୁବେଳେ ମାଆକୁ ଗୋଟେ ପ୍ରାର୍ଥନା କରିକି ମୁଣ୍ଡିଆ ମାରିକି ଯାଉ କି ମୋ ଦିନ ଭଲ ହେଉ କି କ'ଣ ହେଉ। ଆଉ ଛୋଟରୁ ତ ବଡ଼ ହେଇଛୁ। ମୁଁ ଏଇଟା ପ୍ରଥମ ଥର ମୁଁ କୁମ୍ଭ ବୁଡ଼େଇଛି। ମୋର ମାନସିକ ବି ଅଛି କି ମାଆ ତ ମାନସିକ ପୂର୍ଣ୍ଣ କରେ, ସମସ୍ତେ ଜାଣନ୍ତି।
गोटे प्रथम थर पे मु अनुभव करुँची कि हाँ मुझे करी माँ मो किसी करी कि मत छोटर बड़ करी मैं बेसी किसी कहूनी माँ तो मोर साक्षात अच्छा आमर आम गाँ प्रति भी माँ बहुत दया बहुत कृपा करुणा अच्छी मु तो माँ को निज माँ भाई भावे मोर बहुत बहुत दिन ही थिला आशा कि मु आसबि किंतु पाठपढ़ा सत के आसी पार नी यही वर्ष सुविधा होती कि मत सुजोग देती माँ कि निजे डाकी से मुझे बोध हुए आसी पारी से माँ को भी धन्यवाद 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 माँ आ गोटे कथा कहबी आपण समाज को या द्वारा आप वार्ता कौन देवे आध्यात्मिकतार जो परिचय सृष्टि कर तारिणी पीठ ए बाबद आप समाज को वार्ता कौन देवे निश्चय माने ये जो मानसिकता आम मनरे ये समस्ते भाईचारार भाव नहीं कि आम ये उपस्थित रहीचु क्या मनरे ना घृणा क्या मनरे ना कि रागरुषा ना समस्ते आम एक मन एक भावना नहीं आम समस्ते एकाठी अच्छु क्या प्रति शत्रुता ना क्या प्रति समस्ते आम मित्रता भाव में आम ये समस्ते ये तारिणी पीठ एकत्रित होचु एवं यही माघ मासर ये पूर्णिमा तिथि समस्ते आम एकाठी आम भाईचारार ये सृष्टि करुचे तेणु गाँ समस्ते गाँव कहीं कहार रागरुषा सब भूली ये समस्ते एकाठी होती से पर्वटी आमको बहुत भल लगे धन्यवाद एकता सूत्र रे बंधा रायपड़ार ग्रामवासी मैंने जहाँ माँ कहते आपण मैंने शुणुले निश्चित भाव में धन्यवाद देवी से जहाँकि एकतार मूल मंत्र एवं एकता को गोटे सूत्र बांधि रखिंट माँ माने तारिणी पीठ रणपुर ब्लॉकर तारिणी पीठरू प्रसन्न कुमार ओडिशा न्यूज।